ପିଲାମାନେ ଆଜି ଆମେ ଆଉ ଗୋଟେ କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା ଚାଲ ଦେଖିଯିବା ଧନୁଯାତ୍ରା। ପୌଷ ମାସ ଜଙ୍ଗଲ ସାରା ମୁସମୁସିଆ ଖରା ବିଛାଇ ହୋଇ ପଡ଼ିଥାଏ। ଚାରିଆଡ଼ ଶାଗୁଆ ରଙ୍ଗରେ ସୁନ୍ଦର ଦେଖାଯାଉଥାଏ। ସେହି ଜଙ୍ଗଲରେ ଠେକୁଆ ଛୁଆଟି ମନ ଖୁସିରେ ଖରା ଖାଉଥାଏ। ହଠାତ୍ ଡବ୍ 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 ଶବ୍ଦ ହେଲା। ଠେକୁଆ ଛୁଆଟି ଡରିଗଲା। ତାର ଲମ୍ବା ଲମ୍ବା କାନ ଦୁଇଟି ଠିଆ ହେଲା। ଟିକି ଟିକି ଆଖି ଦୁଇଟିରେ ଜୁଳୁ ଜୁଳୁ କରି ଏପଟ ସେପଟ ଅନାଇଲା, ହେଲେ ତାକୁ କିଛି ଦେଖାଗଲା ନାହିଁ। ଏତିକି ବେଳେ ପୁଣି ଜୋରରେ ଶୁଭିଲା ଡବ୍ 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 ଡବ୍। ଠେକୁଆ ଛୁଆଟି ଛାନିଆ ହୋଇ ଘର ଆଡ଼କୁ ଧାଇଁଲା। ମା ପାଖରେ ପହଞ୍ଚି ମାକୁ ଭିଡ଼ି ଧରିଲା। କହିଲା, ମା ଚାଲ ଚାଲ, କ'ଣ ଦେଖିବା ଚାଲ। ମା କହିଲେ, ଚାଲିଲୁ, କ'ଣ ଦେଖିବା। ଏତିକି ବେଳେ ଜଣେ ଲୋକ ବାଜା ବଜାଇ ବଜାଇ କହୁଥାଏ, ଶୁଣ ଶୁଣ ଶୁଣ, ଆସନ୍ତାକାଲି ମହାରାଜ କଂସ ଧନୁଯାତ୍ରାର ଆୟୋଜନ କରୁଛନ୍ତି। କୃଷ୍ଣ ବଳରାମ ଯାତ୍ରା ଦେଖି ଆସିବେ। ସମସ୍ତ ଜଙ୍ଗଲବାସୀ ଯାତ୍ରା ଦେଖିଯିବେ। ଡବ୍ 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 ଡବ୍। ତହିଁଆର ଦିନ ସମସ୍ତ ଜଙ୍ଗଲବାସୀ ସକାଳୁ ସକାଳୁ ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧିଲେ। ସମସ୍ତେ ମଥୁରାପୁରକୁ ଧନୁଯାତ୍ରା ଦେଖିବା ପାଇଁ ବାହାରିଲେ। ବାଘ, ଭାଲୁ, ସିଂହ, ହାତୀ, ହରିଣ, ନେଉଳ ସମସ୍ତେ ଧାଡ଼ି ବାନ୍ଧି ଯାଉଥାନ୍ତି। ପଛରେ ମା ଠେକୁଆ ତାର ଛୁଆକୁ ପିଠିରେ ବସାଇ ଚାଲିଥାଏ। କିଛି ସମୟ ପରେ ସେମାନେ ସମସ୍ତେ କଂସ ରାଜାଙ୍କର ଯାତ୍ରା ପାଖରେ ପହଞ୍ଚିଲେ। ମଣ୍ଡପର ଗୋଟିଏ କଡ଼ରେ କଂସ ରାଜାଙ୍କ ପାଇଁ ମଞ୍ଚର ବ୍ୟବସ୍ଥା ହୋଇଥିଲା। ତାଙ୍କ ଆସନର ଦୁଇ ପାଖରେ ମନ୍ତ୍ରୀ ଓ କଟୁଆଳ ବସିଥାନ୍ତି। ଠେକୁଆ ଛୁଆ ଏସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା। ଏତିକି ବେଳେ ବଡ଼ ପାଟିରେ ଜଣେ କିଏ କହିଲା, ଶୁଣ ଶୁଣ ଶୁଣ, ରାଜାଧିରାଜ ବୀରବର ଗୌଡ଼େଶ୍ୱର ପ୍ରବଳ ପ୍ରତାପୀ ମହାରାଜ କଂସ ମଣ୍ଡପରେ ଉପସ୍ଥିତ ହେଉଛନ୍ତି। ଏହାପରେ ସମସ୍ତେ ଚୁପଚାପ ହୋଇ ଦ୍ୱାର ଆଡ଼କୁ ଚାହିଁଲେ। ସେମାନେ ଦେଖିଲେ ବିରାଟ ବଡ଼ ହାତୀ ଉପରେ ବସି କଂସ ମହାରାଜ ଆସୁଛନ୍ତି। ଆଗରେ ତୁରୀ, ଢୋଲ, ଶଙ୍ଖ, ନାଗରା ବାଜୁଥିଲା। ରାସ୍ତାର ଦୁଇ କଡ଼ରେ ଲୋକମାନେ ଫୁଲ ପକାଇ କହୁଥିଲେ, ମହାରାଜ କଂସଙ୍କର ଜୟ ହେଉ, ମହାରାଜ କଂସଙ୍କର ଜୟ ହେଉ। ଠେକୁଆ ଛୁଆ ପଚାରିଲା, ମା ମା, କଂସ କ'ଣ ଭଗବାନ? ନାଇଁ ରେ ପୁଅ, ସେ ଭଗବାନ ନୁହେଁ, ସେ ଗୋଟେ ବଡ଼ ଅସୁର, ଭାରି ଦୁଷ୍ଟ, ସମସ୍ତଙ୍କୁ ଡରାଇ ଶାସନ କରୁଛି। ଯାତ୍ରା ଆରମ୍ଭ ହେଲା। ବଡ଼ ବଡ଼ ବୀରମାନେ ଧନୁରେ ଗୁଣ ବାନ୍ଧିବା ପାଇଁ ଆସିଲେ, କିନ୍ତୁ ଧନୁ ଉଠାଇ ପାରିଲେ ନାହିଁ। ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି। ତାପରେ ଠେକୁଆ ଛୁଆ ଦେଖିଲା ଦ୍ୱାରପଟୁ ଦୁଇ ଜଣ ଛୋଟ ପିଲା କୃଷ୍ଣ ଓ ବଳରାମ ମୁକୁଟ ପିନ୍ଧି ଗଳାରେ ଫୁଲହାର ପକାଇ ଆସିଗଲେ। ଠିକ୍ ସେତିକି ବେଳେ ଗୋଟିଏ ପାଗଳା ହାତୀ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଧାଇଁ ଧାଇଁ ଆସିଲା। କୃଷ୍ଣ ଆଉ ବଳରାମ କ'ଣ କଲେ ନା, ତାର ଶୁଣ୍ଢକୁ ବୁଲେଇ ବୁଲେଇ ଫୋପାଡ଼ି ଦେଲେ। ସମସ୍ତେ ତାଳି ମାରି ଜୟ ଜୟ କଲେ। ତାପରେ ଚାଣୁର ଓ ମୁଷ୍ଟିକ ନିଶ ମୋଡ଼ି ମୋଡ଼ି ମଲ୍ଲଯୁଦ୍ଧ ପାଇଁ ଆସିଲେ। ଘମାଘୋଟ ଯୁଦ୍ଧ ହେଲା। ଶେଷରେ କୃଷ୍ଣ ବଳରାମ ସେମାନଙ୍କୁ ମଧ୍ୟ ମାରିଦେଲେ। ଏସବୁ ଦେଖି କଂସ ଡରିଗଲା, ମଞ୍ଚ ଉପରୁ ତଳକୁ ପଡ଼ି ମରିଗଲା। ସମସ୍ତେ କୃଷ୍ଣଙ୍କର ଜୟ ଜୟ ଗାନ କଲେ। ଠେକୁଆ ଛୁଆ ମଧ୍ୟ କୃଷ୍ଣଙ୍କର ଜୟଗାନ କରି କେତେ ରକମର ପିଠା ମିଠା ଖାଇ ମା ସହିତ ଘରକୁ ଫେରିଲା।